ଦେବତାକୁ ନେଇ। ତାପରେ ମୋ ଶାସ୍ତ୍ରରୁ ମୁଁ ଉତ୍ତର ରଖିବି। ପ୍ରେଜ୍ ଲର୍ଡ। ପ୍ରଭୁଙ୍କୁ ମାନବ ଧନ୍ୟବାଦ ହଉ। ପ୍ରଭୁ କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ସମ୍ମୁଖରେ ଆଉ ଗୋଟିଏ ପ୍ରଶ୍ନ, ଯାହାକି ଯେଉଁ ପ୍ରଶ୍ନ କି ଆମେ ଗତ ଦିନମାନଙ୍କରେ ଆଲୋଚନା କରି ଯାଉଥିଲୁ, ସେଇ ପ୍ରଶ୍ନର ଉତ୍ତର ବହୁତ ଦିନ ପରେ, ଅର୍ଥାତ୍ ଦୀର୍ଘ 11 ଦିନ ପରେ ଆମର ଅପକମିଂ ଜ୍ଞାନୀ ଉତ୍ତର ରଖିଛନ୍ତି। ଆଉ ସେଇ ଉତ୍ତରକୁ ମୁଁ କ୍ଲିଅର୍ ଭାବରେ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଯାଉଅଛି ଏବଂ ତାହା ଆପଣମାନେ ସମୀକ୍ଷା କରିବେ ଏବଂ ଆପଣ ତଳେ ଯେଉଁଟାକି ଆମର ବକ୍ସ, କମେଣ୍ଟ ବକ୍ସ ଅଛି, ସେଠି ଆପଣ କମେଣ୍ଟ ଲେଖିବେ। ଆଉ ସେଇ ଆମେ ଉତ୍ତରଟି ଆମେ ବର୍ତ୍ତମାନ ପଢ଼ିବା, ଯେ ସେ ତାଙ୍କର ଧର୍ମଶାସ୍ତ୍ରରୁ ତାହା ରଖିଛନ୍ତି, କିନ୍ତୁ ମୁଁ ବୁଝିପାରିଲି ନାହିଁ। କିନ୍ତୁ ଆପଣମାନେ ସମସ୍ତେ ତାହା ଦେଖନ୍ତୁ ଏବଂ ତାହା ହିନ୍ଦୀରେ ଲେଖା ହେଇଛି, ସେ ତାହାକୁ ମୁଁ ଓଡ଼ିଆରେ ଅନୁବାଦ କରିଦେବି ଏବଂ ତାହା ଆପଣମାନେ ଭଲରେ ଦେଖିବେ ଏବଂ ଭଲରେ ପଢ଼ିବେ। ଏବଂ ସେ ଭଲ ଭାବରେ ସେଠି ଉତ୍ତର ଦେଇଛନ୍ତି ଯେ ଦେବତା କାହାକୁ କୁହାଯାଏ, ଦେବତାକୁ ଦେବତା କୁହାଯାଏ, କ'ଣ କ'ଣକୁ ସେ ଦେବତା କୁହାଯାଏ, ସେଠି ସେ କ୍ଲିଅର୍ ଭାବରେ କହିଛନ୍ତି। ଏବଂ ଆପଣମାନଙ୍କୁ ଯଦି ସେଇଟା ମାନେ ସନ୍ତୁଷ୍ଟଜନକ, ତାହେଲେ ଆପଣ କମେଣ୍ଟରେ ଲେଖିବେ। ଆସୁ ଆମେ ତାହା ଆମେ ପଢ଼ିବା। ଯଜୁର୍ବେଦ ଆଧାର 14:31 ପଦରେ ଉଲ୍ଲେଖ ଅଛି, ସୃଷ୍ଟିକର୍ତ୍ତାଙ୍କ ଶରୀର 10 ଆଙ୍ଗୁଠି ଏବଂ ଆଙ୍ଗୁଠି ଏବଂ 9 ଆତ୍ମା ଦ୍ୱାରା ପ୍ରଶଂସିତ ହୋଇଥିଲେ। ଏହିପରି 29 ଉପାଦାନ ଶକ୍ତି ଜଗତ ସୃଷ୍ଟି କରୁଛନ୍ତି। କେବଳ ସେହି ଉପାଦାନ ଗୁଡ଼ିକରୁ ଉଦ୍ଭିଦ ସୃଷ୍ଟି କରାଯାଇଅଛି। ସେମାନଙ୍କର ଶାସକ, ହାତ ଏବଂ ପାଦର 10 ଆଙ୍ଗୁଠି, 10 ଆତ୍ମା, 31 ପ୍ରାଣ, ସମଗ୍ର ଶରୀର ଏହି ଗଠନ ଶକ୍ତି ଦ୍ୱାରା ଗଠିତ। ଗଡ୍ସ ଈଶ୍ୱରଙ୍କ ଦକ୍ଷତା, ଗ୍ଲୋରି, ଗୌରବ ଏହି ଶକ୍ତି ଦ୍ୱାରା ପ୍ରଶଂସା କରାଯାଇଥିଲା। ଏଥିରୁ ଲୋକମାନେ ସୃଷ୍ଟି ହୋଇଥିଲେ। ପୁରୁଷ ଏବଂ ମହିଳା ମାନଙ୍କର ମାଲିକ ଅଟନ୍ତି। 10ଟି ଆଙ୍ଗୁଠି ଏବଂ 10ଟି ଏବଂ ଆଙ୍ଗୁଠି 10ଟି ଆତ୍ମା, 2 ଫୁଟ ଏବଂ 33 ପ୍ରାଣର ଉପାଦାନରୁ ସମଗ୍ର ଶରୀର ସୃଷ୍ଟି ହୋଇଥିଲା। ସର୍ବୋପରି ପ୍ରଭୁଙ୍କର ପ୍ରଶଂସା କରାଯାଇଥିଲା। କେବଳ ତାହାଙ୍କ ମଧ୍ୟରେ ସମସ୍ତ ଜୀବମାନେ ଖୁସି ହେଲେ। ସର୍ବୋପରି ଭଗବାନ ପ୍ରଜାପତି ସମସ୍ତଙ୍କ ଶାସକ ହେଲେ। ସମସ୍ତେ ଶୁଭ ଭଗବାନ ଇନ୍ଦ୍ରଙ୍କୁ ପ୍ରାର୍ଥନା କରନ୍ତି। ତାମାନେ ଏଇ ସବୁର ସାରମର୍ମ ବାହାର କଲେ ଯେ ସେ କ'ଣ ବୋଲି ବାହାର କଲେ, ଯେ ଦେବତାକୁ ଦେବତା କୁହାଯାଏ। କିନ୍ତୁ ଏଥିରୁ ମୁଁ କୌଣସି ବିଷୟ ବୁଝି ପାରିଲି ନାହିଁ। ତାପରେ ଆଜି ତା'ର ସାରମର୍ମ ହେଡ଼ଲାଇନ୍ ଦେଇଛନ୍ତି, ଦେବତାକୁ କାହିଁକି ଦେବତା କୁହାଯାଇଛି। ଆସନ୍ତୁ ଆମେ ଶାସ୍ତ୍ରରୁ ବୁଝିବା, ଦେବତା ଆଉ ମୂର୍ତ୍ତି କ'ଣ ଏକ କି। ସେମାନେ ପଚାରୁଛନ୍ତି ଆଉ ଥରେ ଗୋଟେ ପ୍ରଶ୍ନ, ଯେ ଆମେ ଦେବତାକୁ କାହିଁକି ଦେବତା କୁହାଯାଇଅଛି। ଆସନ୍ତୁ ଆମେ ଶାସ୍ତ୍ରରୁ ବୁଝିବା, ମାନେ ଶାସ୍ତ୍ରକୁ ସେ ମାନେ ସେଠରୁ ତାଙ୍କୁ ବୁଝେଇଲେ ଏବଂ ଦେବତା ଆଉ ମୂର୍ତ୍ତି କ'ଣ ଏକ କି, ଦେବତା ଏବଂ ମୂର୍ତ୍ତି ଏକ କି। ଏଥିରୁ ଯେ ମୁଁ ତ ବୁଝିପାରିଲି ନାହିଁ, ସେଥିପାଇଁ ମୁଁ ସକାଳେ ଆପଣମାନେ କେବଳ ଭଏସ୍କୁ ଏଡ଼ିଟିଂ କରିକି ମୁଁ ଛାଡ଼ିଥିଲି। କିନ୍ତୁ ବର୍ତ୍ତମାନ ମୁଁ ଏଇଠି ଆପଣଙ୍କ ପଠନ କରିକି ଛାଡ଼ିଦେଲି। ଆଉ ଗୋଟେ ଜାଗାରୁ, କେଉଁ ଜାଗାରୁ ସେ ଯେଉଁ ପୁସ୍ତକର ନାଁ କିଛି ନାହିଁ, ସେଠି ଦେଇଛନ୍ତି ପୃଥିବୀ ମାନେ 8ଟାକୁ ଅଷ୍ଟ ବସ୍ତୁ ଅଟନ୍ତି। 8ଟା ବସ୍ତୁକୁ ସେ ଦେବତା ବୋଲି ମାନନ୍ତି ତାଙ୍କେ। ସେଇଟାକୁ ଦେଇଛନ୍ତି ପ୍ରଥମେ ପୃଥିବୀ, 2 ହେଉଛି ଜଳ, 3 ହେଲା ଅଗ୍ନି, 4 ହେଲା ବାୟୁ, 5 ହେଲା ଆକାଶ, 6 ହେଲା ଚନ୍ଦ୍ରମା, 7 ହେଲା ସୂର୍ଯ୍ୟ, 8 ହେଲା ନକ୍ଷତ୍ର,
ସୃଷ୍ଟିର ନିବାସ ସ୍ଥାନ ହୋଇଥିବାରୁ ଅଷ୍ଟ ବସ୍ତୁ ଅଟନ୍ତି। ଏଇଟା ବସ୍ତୁ ଅଟନ୍ତି ବସୁ ଅଟନ୍ତି ବୋଲି ସେ ବସୁ ଅଟନ୍ତି ବି ପଢ଼ନ୍ତି। ତାକୁ ଯେଉଁଟା ମିଳିଲା ସେଇଟା ପଢ଼ିଯାଆନ୍ତି, କିନ୍ତୁ ସେ ଜାଣନ୍ତିନି ତା'ର ଅର୍ଥ କ'ଣ, ବସୁ କ'ଣ ତା ଜାଣିନାହାନ୍ତି, କିନ୍ତୁ ବସ୍ତୁ ଅଟନ୍ତି। ଆଉ ଗତ ଦିନମାନଙ୍କରେ ଏ ବସ୍ତୁ ବିଷୟ ଆମର ପରଶୁରାମ ଦାସ ମୋତେ ଫୋନ୍ ମାଧ୍ୟମରେ କହିଥିଲେ, ସେଇଟା ମୁଁ ଉତ୍ତର ରଖିଥିଲି ଯେ 1:25 କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ, ସେ ଯୁଗେ ଯୁଗେ ଧନ୍ୟ ଆମେନ୍। ଏଇଠି ଦେଖୁଛୁ ଯେ ସୃଷ୍ଟିକର୍ତ୍ତାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁ, ଯେଉଁଟା ବସ୍ତୁ ଯାକ ଏ ଯେଉଁ ସୃଷ୍ଟି ପରସ୍ପର କରିଛନ୍ତି, এই ପରିବେଶ ଯେଉଁଟା କରିଛନ୍ତି ତାକୁ ସେମାନେ ପୂଜା କରିବାକୁ ଆରମ୍ଭ କଲେ। ସେଇ ଜିନିଷ ଆମେ କ୍ଲିଅର ଭାବରେ ଗତ ଦିନମାନଙ୍କୁ ରଖିଥିଲୁ, କିନ୍ତୁ ସେ ବୁଝିପାରନ୍ତି ନାହିଁ। ସେଥିପାଇଁ ମୁଁ ସେଥର ମୁଁ କହିଲି ମୋର ହେଡ଼ିଂରେ ଯେ ଭଲ ଭଲ ୱାର୍ଡ଼ ଯାକ କହିଥିଲି, ମୁଁ ସେଇ ୱାର୍ଡ଼ ଆଉ ଧରିବାକୁ ଯାଉନାହିଁ, ତଥାପି ସେ ବୁଝିପାରିଲେ ନାହିଁ। ଆମେ ଦେଖିବା ଯେ ପ୍ରେରିତ 7 ଅଧ୍ୟାୟ 40 ଏବଂ 41 ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମଉସା ଆମ୍ଭମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ ତାହାଙ୍କ ପ୍ରତି କ'ଣ ଘଟିଅଛି ତାହା ଆମ୍ଭେମାନେ ଜାଣୁନାହୁଁ। ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବର୍ଷ ନିର୍ମାଣ କଲେ ଓ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତ ନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ। ଏଇଟା ଯେ ସାକ୍ଷ୍ୟ ପ୍ରଦାନ କରୁଛନ୍ତି ଯେ ମାନେ ଆମେ ମଶାଙ୍କୁ ଆମେ ଦେଖିଲୁ ନାହିଁ, ସେ ତମକୁ ଆଣିଥିଲେ ବୋଲିକି ସେମାନେ କ'ଣ କଲେ, ବଳି କରିବାକୁ ଆରମ୍ଭ କଲେ, ଯାହାକି ଆମେ ଯାତ୍ରା 32:1-23 ଭିତରେ ଯେତେବେଳେ ସେ ମାନେ ମିଶ୍ର ଦେଶରେ ସେମାନେ ମିଶ୍ର ଦେଶରୁ ବାହାରକୁ ଆସିଲା ପରେ ହାରଣ ଯେଉଁଟାକି ମାନେ ବାଛୁରୀ ନିର୍ମାଣ କରିଥିଲେ। ଆଉ ମୁଁ ଅଧିକ କହିବାକୁ ଯାଉନାହିଁ, ଅଧିକ କହିବାର ବହୁତ ବିଷୟ ଅଛି, କିନ୍ତୁ ଭାବୁଥିଲି ଏହି ମଣିଷ ମୋତେ କ'ଣ କହିବେ ଯେ ଯେଉଁ ଜିନିଷ କି ଆମ ମାନେ ଦେବତା କାହାକୁ କୁହାଯାଏ, ମାନେ ଆଜିକାଲି ଗାଁ ଗହଳିରେ ଯେଉଁଟାକି ଦେବତା ଲାଗିଥିବ, ମାନେ ଭୂତ ଲାଗିଥିବ, ସେମାନଙ୍କୁ ଓ ଦେବତା ଲାଗାଚିବ ବୋଲି କହୁଛନ୍ତି। ସେଇ ବିଷୟ ବୋଧେ ସେ ପରିପ୍ରକାଶ କରିବେ ବୋଲିକି ମୁଁ ସେ ଚିନ୍ତା କରୁଥିଲି। ମୁଁ ସେଇଟା ବୋଧେ ଯେଉଁଟାକି ଆମ ବାଇବେଲରେ ଭିନ୍ନ ଭାଷାରେ ଲେଖା ହେଇଛି, କିନ୍ତୁ ପୁସ୍ତକ 16:16 ଯଦି ଆମେ ଦେଖୁ ସେଠି ଦୈବଜ୍ଞ ଆତ୍ମା ବିଶିଷ୍ଟ ବୋଲି ଲେଖା ହେଇଛି। ମାନେ ଯେତେବେଳେ ଆତ୍ମା ଆବିର୍ଭାବ ହୁଏ, ସେ ଗଣକଥା ଦ୍ୱାରା ସେ ଗଣନା କଥା କହୁଥିଲା, ସେ ଆତ୍ମାକୁ ପାଉଲ ଏବଂ ସିଲା ସେ ବାହାର କରିଦେଇଥିଲେ। ସେ ବିଷୟ କହିବ ବୋଲିକି ମୁଁ ଭାବୁଥିଲି, କିନ୍ତୁ ସେଇ ଟପିକ୍ ବି ଆଣିନାହାନ୍ତି। ପ୍ରେରିତ 16:16 ଆମେ ଦେଖୁ, ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମା ବିଶିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା। ତା'ର ଭାଗ୍ୟ ଗଣନା ଦ୍ୱାରା ତା'ର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା। ସେ ପାଉଲ ଓ ଆମ୍ଭମାନଙ୍କ ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରାତ୍ପର ଈଶ୍ୱରଙ୍କ ଦାସ, ସେମାନେ ତୁମମାନଙ୍କୁ ପରିତ୍ରାଣ ପଥ ଜଣାଉଛନ୍ତି। ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା, କିନ୍ତୁ ପାଉଲ ବିରକ୍ତ ହୋଇ ବୁଲି ପଡ଼ି ସେଇ ଆତ୍ମାକୁ କହିଲେ, ତାହାଠାରୁ ବାହାରି ଯିବାକୁ ମୁଁ ତୋତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି। ସେଥିରେ ସେ ସେହି ମୁହୂର୍ତ୍ତରେ ବାହାରି ଗଲା। ଏଇ ଆତ୍ମା ଦୈବଜ୍ଞ ଆତ୍ମା ବିଶିଷ୍ଟ। ଆଉ ଏଇ ବିଷୟ ଆମେ ଛାଡ଼ିଲୁ ବୋଲିକି ମୁଁ ଭାବୁଥିଲି ଏଇ ଟପିକ୍ଟା ଆଣିବ ବୋଲି, କିନ୍ତୁ ସେଇଟା ନ ଆଣି ଯେଉଁ ବାକ୍ୟକୁ ରଖିଲେ, ଯେଉଁ ବିଷୟକୁ ଦେଇଛନ୍ତି, ଯେଉଁଟାକି ଆମର ଯଦୁରୁ ବେଦରୁ ଆଉ 14:31 ମୁଁ ସେଇ ଟୋଟାଲି ବୁଝିପାରୁନାହିଁ। ଆପଣମାନେ କିଏ କିଏ ବୁଝିଲେ ତା'ର ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ତାପରେ ମୁଁ ଆଗାମୀ ଦିନମାନଙ୍କରେ ଆଉ ସେ ଦେବତା ବିଷୟ ଆଉ ଅନେକ ଈଶ୍ୱରଙ୍କ ବାକ୍ୟ ଅଛି, ମୁଁ ସେ ବାକ୍ୟ ଆପଣମାନଙ୍କ ନିକଟରେ ରଖିବି। ଆଜି ପାଇଁ ଏତିକି ରହିଲି। ସମସ୍ତ ମୋର ପ୍ରେଜ୍ ଦ ଲର୍ଡ।